ପ୍ରେମ କରି ବାହା ହୋଇଥିବା ଜୀବନ ସାଥୀଟା ହଠାତ୍ ଘରୁ କୁଆଡ଼େ ଗାୟବ ହୋଇଯାଇଥିଲା। ଏ ଅଳ୍ପ କେଇଦିନ ହେଲା ବାହା ହୋଇଥିବା ସ୍ତ୍ରୀକୁ କେଉଁଠି ନ ପାଇ ସ୍ୱାମୀ ଥାନାରେ ସ୍ତ୍ରୀର ନିଖୋଜ ହେବାର ଏତଲା ଦେଲା। ପୋଲିସ ବି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିବାକୁ ଯାଇ ଆଖପାଖରେ ଯେଉଁଠି ସିସିଟିଭି ଲାଗିଥିଲା ସବୁ ଯାଞ୍ଚ କରିବା ଆରମ୍ଭ କଲା। ଆଉ ଯେଉଁ ସତ ସାମ୍ନାକୁ ଆସିଲା ତାକୁ ଜାଣିଲା ପରେ କେବଳ ପୋଲିସ ଆଶ୍ଚର୍ଯ୍ୟ ହୋଇନଥିଲା, ଆପଣ ବି କହିବେ ସତରେ ଯୁବତୀମାନେ ଆଉ ଅବସ୍ଥାରେ ନାହାନ୍ତି। ସେଦିନ କ'ଣ ଘଟିଥିଲା ସେହି ସ୍ତ୍ରୀ ସହିତ, କୁଆଡ଼େ ଯାଇଥିଲା ଆଉ କାହା ସହ ଯାଇଥିଲା, ଏସବୁ ଜାଣିବା ପୂର୍ବରୁ ଆସନ୍ତୁ ପୁରା କାହାଣୀ ଉପରେ ନଜର ପକାଇବା। କଲେଜ ସମୟରୁ ଯୁବକ ଅଖିଳ ଯେଉଁ ଝିଅକୁ ଜାଣିଥିଲା, ଯେଉଁ ଝିଅ ସାଥିରେ ମିଶୁଥିଲା, ହସୁଥିଲା, ବସୁଥିଲା, ମଜାମସ୍ତି ସବୁ କରୁଥିଲା, ସେହି ଯୁବତୀ ମେଘା ସହ ଦିନେ ପ୍ରେମ ହୋଇଯାଇଥିଲା। କେରଳର ଏହି ପ୍ରେମିକ ଅଖିଳ ସୋସିଆଲ ମିଡ଼ିଆରେ ଜଣେ ଜଣାଶୁଣା ବ୍ଲଗର ଥିଲା। ହ୍ୟାଣ୍ଡସମ୍ ବି ଥିଲା। ପ୍ରେମିକା ମେଘା ବି କିଛି କମ୍ ନଥିଲା ଆଜ୍ଞା। ସୁନ୍ଦରୀ ଥିଲା ଆଉ ମନ ପ୍ରାଣ ସବୁ ଦେଇ ଯୁବକକୁ ପ୍ରେମ କରୁଥିଲା। ପ୍ରେମିକ ଅଖିଳ ଲକ୍ଷ ଲକ୍ଷ ଟଙ୍କା ସୋସିଆଲ ମିଡ଼ିଆରୁ ଇନକମ୍ କରୁଥିଲା। କେଉଁଥିରେ କିଛି କମି ନଥିଲା ଆଜ୍ଞା। ପ୍ରେମିକ ପ୍ରେମିକାରୁ ବାହାଘର ପରେ ସ୍ୱାମୀ ସ୍ତ୍ରୀ ହୋଇଥିବା ମେଘା ଆଉ ଅଖିଳ ଉଭୟଙ୍କୁ ପାଇ ବେଶ୍ ଖୁସି ଥିଲେ। ବାହାଘର ପରେ ସ୍ତ୍ରୀ ମେଘା ସ୍ୱାମୀ ଅଖିଳର ବ୍ଲଗ୍ ଭିଡ଼ିଓରେ ବି ନଜର ଆସିଥିଲା। ବେଶ ହସ ଖୁସିରେ ଚାଲୁଥିବା ସଂସାରରେ ହଠାତ୍ ଦୁଃଖର କଳା ବାଦଲ ମାଡ଼ି ଆସିଥିଲା ଆଜ୍ଞା। ସେଦିନ ସ୍ୱାମୀ ଅଖିଳ ଘରକୁ ଫେରି ଦେଖେ ତ ସ୍ତ୍ରୀ ମେଘା ଘରେ ନାହିଁ। ସବୁଆଡ଼େ ଖୋଜିଲା, କେଉଁଠି ବି ପାଇନଥିଲା। ସବୁ ସମ୍ପର୍କୀୟମାନଙ୍କୁ ବି ପଚାରିଲା, ହେଲେ କାହା ପାଖରେ ମେଘାକୁ ନେଇ କିଛି ଉତ୍ତର ନଥିଲା। ଶେଷରେ ସ୍ୱାମୀ ଥାନାକୁ ଯାଇ କମ୍ପ୍ଲେନ୍ କଲା। ଆଉ ପୋଲିସ ତଦନ୍ତ କରିବାକୁ ଯାଇ ଯେତେବେଳେ ଆଖପାଖର ସିସିଟିଭି ଯାଞ୍ଚ କଲା ସେତେବେଳେ ଜଣାପଡ଼ିଲା କି ମେଘାକୁ କେହି ନେଇନାହାନ୍ତି ଆଜ୍ଞା, କି ତା ସହ କୌଣସି ଅଘଟଣ ଘଟିନି। ବରଂ ସେ ନିଜେ ଘରୁ ସବୁ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲା। ରାତିରେ ପିନ୍ଧିଥିବା ନାଇଟ୍ ଡ୍ରେସ୍ରେ କିଛି ବ୍ୟାଗ୍ ନେଇ ଘରୁ ଦୌଡ଼ି ଦୌଡ଼ି ଗଲାବେଳେ ଏହି ସିସିଟିଭିରେ ସବୁ ଦୃଶ୍ୟ କଏଦ ହୋଇଯାଇଥିଲା। ଆଉ କିଛି ଦୂରରେ ତାକୁ ଜଣେ ଯୁବକ ଅପେକ୍ଷା କରିଥିବାର ନଜର ମଧ୍ୟ ଆସିଥିଲା। ସେହି ଯୁବକ ଆଉ କେହି ନୁହେଁ ବରଂ ଏଇ ବସ୍ କଣ୍ଡକ୍ଟର ଥିଲା। ମେଘା ବାହା ହେବା ପରେ ବି ପାଠପଢ଼ା ଛାଡ଼ି ନଥିଲା ଆଜ୍ଞା। ଆଉ ସେ ଗୋଟେ ନୂଆ କୋର୍ସ କରିବାକୁ ସବୁଦିନ ବସ୍ରେ କଲେଜ ଯାଉଥିଲା। ଯେଉଁ ବସ୍ରେ ସବୁଦିନ କଲେଜ ଯିବା ଆସିବା କରୁଥିଲା ସେହି ବସ୍ କଣ୍ଡକ୍ଟର ସହିତ କୁଆଡ଼େ ମେଘାକୁ ପ୍ରେମ ହୋଇଯାଇଥିଲା। ଆଉ ଏମିତି ପ୍ରେମ ହେଲା ଯେ ପ୍ରେମ କରି ବାହା ହୋଇଥିବା ଏହି ହ୍ୟାଣ୍ଡସମ୍ ଆଉ ପଇସାବାଲା ସ୍ୱାମୀକୁ ଛାଡ଼ି ଏହି ଦରବୁଢ଼ା କଣ୍ଡକ୍ଟର ସହ ଫେରାର ହୋଇଗଲା। ଥରେ ବି ଭାବିଲାନି ଯାହାକୁ ସେ ପ୍ରେମ କରି ବାହା ହେଇଛି ତା ଭିତରେ କ'ଣ ବିତିବ। ସେସବୁ ଚିନ୍ତା କରିବା ବୋଧେ ସେ ଅଲଜ୍ଜାଣୀ ମେଘାକୁ ଦରକାର ପଡ଼ିନଥିଲା। ରାତିର ଅନ୍ଧକାରର ସୁଯୋଗ ନେଇ ସବୁ ଗହଣା ଆଉ କିଛି ଦାମୀ ଜିନିଷ ନେଇ କଣ୍ଡକ୍ଟର ପ୍ରେମିକ ସହ ଫେରାର ହୋଇଯାଇଥିଲା। ଏପଟେ ସ୍ୱାମୀ ଅଖିଳ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଯେତେବେଳେ ମେଘାର ଅସଲ ଚେହେରା ସାମ୍ନାକୁ ଆସିଲା ସେତେବେଳେ ଫେରାର ସ୍ତ୍ରୀ ମେଘା ବି ସ୍ୱାମୀ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ସ୍ୱାମୀ କୁଆଡ଼େ ତାଙ୍କୁ ସମୟ ଦେଉନଥିଲେ, ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁନଥିଲେ, କି ତାଙ୍କୁ ଆଗ ଭଳି ଭଲ ପାଉନଥିଲେ, ଯେଉଁଥିପାଇଁ ସେହି କଣ୍ଡକ୍ଟର ପ୍ରେମରେ ପଡ଼ି ତାଙ୍କ ସହ ଫେରାର ହୋଇଗଲେ। ଅଖିଳ ବାବୁ ଭଲ ହୋଇଛି ସେ ତା ପ୍ରେମିକ ସହ ଫେରାର ହୋଇଯାଇଛି, ନହେଲେ କେତେବେଳେ ଆପଣଙ୍କ ଜୀବନ ଚାଲି ଯାଇଥାନ୍ତା ଜଣାପଡ଼ିନଥାନ୍ତା। କମ୍ ସେ କମ୍ ଜୀବନଟା ତ ବଞ୍ଚିଯାଇଛି। ସତରେ କ'ଣ ଏଇ ଯୁବତୀମାନେ ଆଜିକାଲି ଗୋଟେ ପୁରୁଷ ସହ ଖୁସି ନାହାନ୍ତି ଆଜ୍ଞା? ଅନ୍ୟପଟେ ଦେଖିଲେ ଯେଉଁ ସ୍ୱାମୀ ପାଖରେ ପଇସାର କମି ନଥିଲା, ଦେଖିବାକୁ ହ୍ୟାଣ୍ଡସମ୍ ଥିଲା, ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଘର କରିଥିଲେ, ସେହିଭଳି ସ୍ୱାମୀକୁ ଛାଡ଼ି 30-40 ହଜାର ଟଙ୍କାର ଦରମା ପାଉଥିବା ଏହି ଦରବୁଢ଼ାକୁ ପ୍ରେମ କରି ଜଣେ ସୁନ୍ଦରୀ ଯୁବତୀ ଫେରାର ହେବା ବି ମେଘା କରୁଥିବା ଅଭିଯୋଗକୁ ଭାବିବାକୁ ବାଧ୍ୟ କରୁଛି ଆଜ୍ଞା। କିଏ ଠିକ୍ ଆଉ କିଏ ଭୁଲ ବିଚାର ଆପଣ କରିବେ ଆଜ୍ଞା। ଗୋଟେ ପଟେ ମେଘାର ଅଭିଯୋଗ ଅନୁସାରେ ବର୍ଷ ବର୍ଷ ଧରି ପ୍ରେମ କରି ବାହା ହୋଇଥିବା ସ୍ୱାମୀ ଅଖିଳ ସ୍ତ୍ରୀକୁ ଖୁସି ଦେଇପାରୁନଥିଲା। ଅନ୍ୟପଟେ ସ୍ୱାମୀ ଅଖିଳ କହିବା ଅନୁସାରେ ଏସବୁ କେବଳ ସେହି ମାୟାବିନୀର ବାହାନା ଥିଲା। ମୁଁ ତାକୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲି। ଆଜି ମୋ ମନର ମଣିଷଟା ମୋତେ ଛାଡ଼ି ସୁନା ଗହଣା ନେଇ ଆଉ ଜଣକୁ ଧରି ଫେରାର ହୋଇଯାଇଛି। ଥରେ ଭଲ ଭାବରେ ଭାବିବେ ଆଉ ବିଚାର କରିବେ କିଏ ସତ କହୁଛି ଆଉ କିଏ ମିଛ କହୁଛି, କିଏ ଠିକ୍ ଆଉ କିଏ ଭୁଲ। ଆପଣଙ୍କ କମେଣ୍ଟ ଅପେକ୍ଷାରେ ରହିଲୁ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।